ଏହି ପବିତ୍ର ବୋଇତ ବନ୍ଦାଣ ଉତ୍ସବରେ ବିଷୟବସ୍ତୁ ରହିଛି ସୋସିଆଲ ମିଡ଼ିଆରେ ମାନବ ସମାଜ ଉପରେ ପ୍ରଭାବ। ଏହି ଧରାଧାମରେ ମନୁଷ୍ୟ ହିଁ ଶ୍ରେଷ୍ଠ ଜୀବ, କାରଣ ମନୁଷ୍ୟ ଏମିତି ଏକ ପ୍ରାଣୀ ଯେ ବିବେକାନୁମୋଦିତ କାର୍ଯ୍ୟ କରିବାରେ ସ୍ୱାଧିକାର ଲାଭ କରିଛି। ମାନବ ଉପରେ ସମାଜର ପ୍ରଭାବ ପ୍ରତିଟି ମୁହୂର୍ତ୍ତରେ ଅବଲୋକନ କରିହୁଏ, ତେଣୁ ମାନବ ଏକ ସାମାଜିକ ପ୍ରାଣୀ। ସମାଜରେ ତାର ସୃଷ୍ଟି ସ୍ଥିତି ବିଲୟ ଅବଧାରିତ। ସମାଜରେ ତାର ସୃଷ୍ଟି ସ୍ଥିତି ବିଲୟ ଅବଧାରିତ। କାଳ ବଦଳେ ସମାଜ ବି ବଦଳେ, ମନୁଷ୍ୟ ମଧ୍ୟ ସମାଜରେ ତାଳେ ତାଳେ ଅଗ୍ରସର ହୁଏ। ଏହି କର୍ମମୟ ଜୀବନ ମଧ୍ୟରେ ପାଞ୍ଚ କଥା ଜାଣିଥିବା ମଣିଷ ଆଉ କିଛି ଚାହିଦାକୁ ଅନେଇ ବସିଥାଏ। ଆହ ବେଗ କହ ବେଙ୍ଗୁଳିଲ ପୃଥିବୀ କ୍ଷଣକେ କ୍ଷଣକେ ଆନ। ଏହି ପରିବର୍ତ୍ତିତ ଦୁନିଆରେ ପ୍ରତ୍ୟେକଟି କୋଣ ଅନୁକୋଣରେ ଘଟୁଥିବା ହାନି ଲାଭ ଖବର ସାଉଁଟିବାରେ ଏବଂ ରୀତିନୀତି କଳା ସଂସ୍କୃତିର ଆନନ୍ଦକୁ ଉପଭୋଗ କରିବାରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ଯଦି ସୋସିଆଲ ମିଡ଼ିଆରୁ ନିବୃତ୍ତ ରହି ବଞ୍ଚିବାକୁ କୁହାଯାଏ, ମନୁଷ୍ୟ କିଛି ସମୟ ପାଇଁ ନିସ୍ତବ୍ଧ ହୋଇଯିବ। କାରଣ ସୋସିଆଲ ମିଡ଼ିଆ ସମାଜର ଏକ ଅଙ୍ଗ କହିଲେ ଅତୃପ୍ତି ହେବ ନାହିଁ। ଏହାଦ୍ୱାରା ପ୍ରତ୍ୟେକ ମଣିଷ ଉପକୃତ ହୋଇଥାଏ ଏବଂ ଏହାଦ୍ୱାରା ପ୍ରତ୍ୟେକ ମଣିଷ ଉପକୃତ ହୋଇଥାଏ। ଜ୍ଞାନ ଓ ଭାବର ଆଦାନ ପ୍ରଦାନ କରିପାରେ, ଘରେ ବସି ଦୁନିଆର ଚାକଚକ୍ୟକୁ ଉପଭୋଗ କରିପାରେ ଏବଂ ନାରୀ ସୁରକ୍ଷା, ପରିବେଶ ସୁରକ୍ଷା, ସାମାଜିକ ନ୍ୟାୟ ଭଳି କେତେକ ବିଷୟବସ୍ତୁ ଉପରେ ଜାଗରଣ ସୃଷ୍ଟି କରିପାରୁଛି। କିନ୍ତୁ ଯେପରି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ, ଗୋଟିଏ ଶଗଡ଼ର ଦୁଇଟି ଚକ ଥାଏ, ସେହିଭଳି ସୋସିଆଲ ମିଡ଼ିଆରେ ମଧ୍ୟ ଦୁଇଟି ଦିଗ ଅଛି ଏବଂ ଯାହାକି ମାନବ ସମାଜ ପ୍ରତି ଏକ ଗଭୀର ସଂକଟର ବିଷୟ ହୋଇପାରିଛି। କିନ୍ତୁ ଆମେ ଅଧିକ ସମୟ ମୋବାଇଲ ଦେଖିବା ଦ୍ୱାରା ଆମ ମଧ୍ୟରେ ଆଳସ୍ୟ, ଚିନ୍ତା ବା ଅସନ୍ତୋଷ ଭାବ ବଢ଼ିଥାଏ ଏବଂ ଯାହାକି ସୋସିଆଲ ମିଡ଼ିଆରେ କେବେ କେବେ ମିଥ୍ୟା ଖବର ମଧ୍ୟ ଦ୍ରୁତ ଭାବେ ବ୍ୟାପିଯାଏ, ଯାହାକି ସମାଜରେ ଅସନ୍ତୋଷ ଭାବ ସୃଷ୍ଟି କରେ। ମୁଁ ଶେଷରେ ଏହାର ବ୍ୟବହାର ବିଷୟରେ ଆଲୋଚନା କରିବାକୁ ଚାହୁଁନି, ଏହାର ବ୍ୟବହାର ତରିକା ବିଷୟରେ ଆଲୋଚନା କରିବାକୁ ଚାହୁଁଛି। ଗୋଟିଏ ଅପରାଧୀ ଏହା ମାଧ୍ୟମରେ ପ୍ରାଣ ନେବା ପାଇଁ ବ୍ୟବହାର କରୁଥିବା ବେଳେ ଜଣେ ଡାକ୍ତର ଏହା ମାଧ୍ୟମରେ ଅସ୍ତ୍ରୋପଚାର କରି ପ୍ରାଣ ବଞ୍ଚାଉଛି। ହଁ, ତଫାତ୍ ଖାଲି ଏତିକି ହାନିକାରକ ଓ ହିତକାରକ ମଧ୍ୟରେ ଏବଂ ପ୍ରତ୍ୟେକଟିର ଭଲ ମନ୍ଦ ଅଛି। ଆଉ ମାନବ ଭଳି ଶ୍ରେଷ୍ଠ ଜୀବ ପାଖରେ ସେସବୁକୁ ଚୟନ କରିବାର ବିଚକ୍ଷଣତା ଅଛି। ଆଉ ଯଦି କୋମଳମତୀ ଶିଶୁମାନଙ୍କ କଥା କୁହାଯାଏ, ସେମାନଙ୍କୁ ଭୁଲ ଠିକ୍ ଦର୍ଶାଇବା ପାଇଁ ସେମାନଙ୍କ ପାଖରେ ତାଙ୍କ ପିତା, ମାତା, ଶିକ୍ଷକ, ଶିକ୍ଷୟିତ୍ରୀ ଅଛନ୍ତି। ସୀମିତ ସମୟର ଅବଧିକୁ ସମ୍ମାନ ଜଣାଇ ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ।